ଥରେ ବାପ ପୁଅ ଥିଲେ। ତ ପୁଅଟା କ୍ଷେତକୁ ଗଲା ଏବଂ କଣ୍ଟା ଗଛ ସବୁ କାଟିଦେଲା, ପଳେଇ ଆସିଲା। ପୁଣି କିଛି ଦିନ ପରେ ବାପା ଭୁଲିଗଲେ, କଣ୍ଟା ଗଛ ପୁଣି ଉଠିଛି। ପୁଅକୁ ପଠେଇଲେ, ପୁଣି ଗଲା, ପୁଅ କଣ୍ଟା ଗଛ ସବୁ କାଟିଦେଲା, ପୁଣି ଉଠୁଛି। ବାପା କହିଲେ, ପୁଅରେ ଏ କଣ୍ଟା ଗଛକୁ ଖାଲି କାଟିଦେଲେ ହେବ ନାହିଁ, ତାକୁ ଯଦି ମୂଳରୁ ଯଦି ଟାଣିଦେବା, ଚେର ସହିତ ଯଦି ଉପୁଡ଼ିଯିବ, ପରବର୍ତ୍ତୀ ସମୟରେ ସେ କଣ୍ଟା ଗଛ ଆଉ ଉଠିବ ନାହିଁ କି ଆମର କ୍ଷତି ମଧ୍ୟ କରିବ ନାହିଁ। ଠିକ୍ ସେମିତି ଆମ ଯେଉଁ ସମାଜରେ ଅଛନ୍ତି, ଯେଉଁମାନେ ଆମର ରୋଗ ବ୍ୟାଧି ହେଉ କି ଶତ୍ରୁ ହେଉ, ତାକୁ ଅଧା ଗୋଡ଼ି ଛାଡ଼ିଦେବା, ତାହେଲେ ପୁଣି ଆରମ୍ଭ ହୁଏ। ରୋଗ ଅଧା ଔଷଧ ଖାଇବ, ପୁରା ଖାଇବ ନାହିଁ, ପୁଣି ରୋଗ ହେବ। ଶତ୍ରୁକୁ ଯଦି ଖଣ୍ଡିଆ କରି ଘାଇଲା କରି ଯଦି ଛାଡ଼ିଦେବ, ପୁଣି ଆକ୍ରମଣ କରିବ। ତେଣୁକରି ମୁଲୁ ମାଇଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା କଲି। ଠିକ୍ ସେମିତି ଯଦି ମୂଳରୁ ଯଦି ଉପାଡ଼ି ଦେବା, ସେ ରୋଗ ହେଇଥାଉ କି ଶତ୍ରୁ ବି ହେଇଥାଉ, ମୂଳରୁ ଉପାଡ଼ି ଯଦି ଫିଙ୍ଗିଦେବା, ତାହେଲେ ଆଉ ଆମର କିଛି କ୍ଷତି କରିପାରିବେ ନାହିଁ, ମୂଳରୁ ସରିଯିବେ। ତେଣୁକରି ଆମେ ଭାବି ଚିନ୍ତି କରି ଯେକୌଣସି କାମ କରୁଛୁ, ତାକୁ ବାରମ୍ବାର କରିବା ନାହିଁ, ଗୋଟେ ଥରରେ ଶେଷ କରିଦେବା।